ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟ। ସୈନକ ଉବାଚ। କୋପେ ଯେ ଦ୍ରୋଣଙ୍କ କୁମର, ମନ୍ତ୍ରୀ ପେଶିଲା ବ୍ରହ୍ମସର। ତାର ପ୍ରଚଣ୍ଡ ତେଜ ଜାଳେ, ଭୟେ କମ୍ପିଲେ ଦିଗ ପାଳେ। ଉତ୍ତରା ଗର୍ଭେ ସେ ପଡ଼ିଲା, ତକ୍ଷଣେ ଗୋବିନ୍ଦ ରଖିଲା। ସେ ପୁଣି ଗର୍ଭୁ ଜନ୍ମ ହୋଇ, ପାଳିଲା ରାଜା ପଣେ ମହି। ଜଗତେ ଯେତେ କର୍ମ କଲା, ପ୍ରଜାଙ୍କୁ ଯେମନ୍ତେ ପାଳିଲା। କେବଳ ହେତୁ ନୃପରାଣ, କାହିଁ ଛାଡ଼ିଲା ନିଜ ପ୍ରାଣ। ଅଳପ ବୟସେ ନୃପତି, ଅନ୍ତେ ଲଭିଲା କେଉଁ ଗତି। ଆନନ୍ଦେ ବ୍ୟାସଙ୍କର ସୂତ, ଯାହାଙ୍କୁ ଦେଲେ ଜ୍ଞାନ ତତ୍ତ୍ୱ। ତାର ସକଳ କର୍ମ ଦୀକ୍ଷା, ଶ୍ରବଣେ କଲୁ ଆମ୍ଭେ ଇଚ୍ଛା। ଆମ୍ଭକୁ ଯେବେ ଦୟାବହ, ସଂଶୟ ଯାଉ ମୁନି କହ। ସୂତ ଉବାଚ। କୁରୁ ନଗରେ ଧର୍ମ ରାଜା, ପୁତ୍ରଙ୍କ ପ୍ରାୟେ ପାଳେ ପ୍ରଜା। କୃଷ୍ଣ ହୁନ ଜାଣଇ ଆନ, ବିଷୟାର ସେ ନାହିଁ ମନ। ଧନ ସମ୍ପଦର ରକ୍ଷଣେ, ଯେ ସ୍ନେହ ଭାର୍ଯ୍ୟା ଭ୍ରାତୃଗଣେ। ରାଜ୍ୟ ପାଳନେ ଏହି ମତେ, ଧର୍ମ ହୁଁ ଅନ୍ୟ ନାହିଁ ଚିତ୍ତେ। ଏ ଜମ୍ବୁଦ୍ୱୀପେ ଯେତେ ରାଜା, ସର୍ବେ କରନ୍ତି ପାଦ ପୂଜା। ଯାର ମହିମା ତିନି ଲୋକେ, ଘୋଷନ୍ତି ଏକ କୁଆରକେ। ଗୋବିନ୍ଦ ଯାର ହୃଦେ ବସେ, ସେ କି ବିଷୟ ରସେ ରସେ। କ୍ଷୁଧିତ ଜନ ମନ ଯେହ୍ନେ, ଅନ୍ନ ହୁନ ଲୋଡ଼ଇ ମନେ। ଏବେ ହୋ ଶୁଣ ବିପ୍ରଜନ, କହିବା ପରୀକ୍ଷିତ ଜନ୍ମ। ମାତାର ଗର୍ଭେ ଯେବେ ଥିଲା, ନୟନେ କୃଷ୍ଣଙ୍କୁ ଦେଖିଲା। ତେଜେ ଯେ ସନେ ଦିବାକର, ଗର୍ଭେ ପଡ଼ିଲା ବ୍ରହ୍ମସର। ଉତ୍ତରା ଡାକେ ତ୍ରାହି ତ୍ରାହି, ତକ୍ଷଣେ ପ୍ରଭୁ ଭାବଗ୍ରାହୀ। ଅଙ୍ଗୁଷ୍ଠି ପ୍ରମାଣେ ଶରୀରେ, ସୁଦର୍ଶନ ଧରି କରେ। କିରୀଟ କୁଣ୍ଡଳ ବିରାଜେ, ପ୍ରଭା ସବିତା ତେଜ ଗଞ୍ଜେ। ଅପୂର୍ବ ରୂପ ଘନଶ୍ୟାମ, ତଡ଼ିତ ବାସ କଟି ଦାମ। ଆଜାନୁଲମ୍ବେ ଭୁଜ ଚାରି, ଶଙ୍ଖ କମଳ ଗଦା ଧରି। କପେ ଲୋହିତ ବେନି ଦୃଷ୍ଟି, ଗଦା ଭ୍ରମଣେ ଦୃଢ଼ ମୁଷ୍ଟି। ଗଦାର ତେଜର ବିତ୍ରାସ, ମଣ୍ଡଳେ ପୁରେ ଜଗଦୀଶ। ହରିଲେ ବ୍ରହ୍ମସର ତେଜ, ନିହାର ଯେହ୍ନେ ଗ୍ରହରାଜ। ନିକଟେ ଦେଖି ବିତର୍କିତ, ଏକେ ମୋ ପାଶେ ଉପଗତ। ନିର୍ମଳ ଆତ୍ମା ଭଗବାନ, ଧର୍ମ ପାଳକ ଜନାର୍ଦ୍ଦନ। ତକ୍ଷଣେ ଗର୍ଭ ରକ୍ଷା କରି, ଅନ୍ତର ହୋଇଲେ ମୁରାରି। ବାଳକ ଦେଖେ ତା ନୟନେ, ଗୋବିନ୍ଦ ଗଲେ ଅନ୍ତର୍ଦ୍ଧାନେ। ତକ୍ଷଣେ ସର୍ବ ଶୁଭ ବେଳେ, ଗ୍ରହ ସକଳ ଅନୁକୂଳେ। ବାଳକ ହୋଇଲା ବାହାର, ଗୁଣେ ପାଣ୍ଡବ ବଂଶଧର। ଅତି ସୁନ୍ଦର ବିରାଜିଲା, ପୁଣି କି ପାଣ୍ଡୁ ପ୍ରକାଶିଲା। ଦେଖି ସନ୍ତୋଷ ଧର୍ମସୂତ, ସଙ୍ଗତେ ଘେନି ପୁରୋହିତ। ଆନନ୍ଦେ ମିଳି ମହାଜନେ, ସ୍ୱସ୍ତିକ ମଙ୍ଗଳ ବଚନେ। ଶୁଭଇ ଶଙ୍ଖ ନାଦ ଭେରି, ଶୁଭେଣ ଜାତ କର୍ମ କରି। ସୁବର୍ଣ୍ଣ ମହି ଧେନୁ ତୁଲେ, ଅନେକ ଗ୍ରାମ ଦାନ ଦେଲେ। ଅଶ୍ୱକୁଞ୍ଜର ନିଜ ଅନ୍ନ, ସୁମୃତି ମତେ ଦେଲେ ଦାନ। ସୁତ ମାଗଧ ଆଦି ଲୋକେ, ଯେ ଆସି ମିଳିଲେ ଯାଚକେ। ଧର୍ମ ନନ୍ଦନ ସୁଖ ଚିତ୍ତେ, ଦକ୍ଷିଣା ଦେଲେ ପ୍ରଜା ତୀର୍ଥେ।
ସନ୍ତୋଷେ ବସି ବିପ୍ରଗଣ ବିଚାରି ଜାତ କଲକ୍ଷଣ ଗ୍ରହ ନକ୍ଷତ୍ର ଚିନ୍ତି ଚିତ୍ତେ କହନ୍ତି ରାଜାଙ୍କ ଅଗ୍ରତେ ଏ ଅଭିମନ୍ୟୁର କୁମର ପାଣ୍ଡବ ବଂଶେ କୀର୍ତ୍ତି କର ଗର୍ଭ ସଙ୍କଟୁ ଏତରିଲା ଏହାକୁ ବିଷ୍ଣୁ ରକ୍ଷା କଲା ସର୍ବଲକ୍ଷଣେ ଏ ସମ୍ଭୂତ ଏହାର ନାମ ବିଷ୍ଣୁରାତ କୁରୁ ପାଣ୍ଡବ ବଂଶଧର ଏ ଭାଗବତ ମଧ୍ୟେବର ଏମନ୍ତେ ବ୍ରାହ୍ମଣଙ୍କ ବାଣୀ ଶ୍ରବଣେ ସୁଧା ପ୍ରାୟମଣି ହେ ବିପ୍ରବରେ ତୁମ୍ଭ ବାଣୀ ବୋଲନ୍ତି ଯୁଧିଷ୍ଠିର ଶୁଣି ଆଗମନି ଗମେ ଯାସାର ତୁମ୍ଭଙ୍କୁ ନୋହେ ଅଗୋଚର ଗ୍ରହ ନକ୍ଷତ୍ର ଯୋଗ ମତେ ଯାହା କହିଲ ଶାସ୍ତ୍ର ତତ୍ୱେ ଏବଂ ସଧର ସାଧୁବାଦେ ସତେ ପାଳିବ ରାଜପଦେ ରାଜା ବଚନ ବିପ୍ରଗଣ କହନ୍ତି ଜାତ କଲକ୍ଷଣ ଶୁଣ ହେ ଧର୍ମର ନନ୍ଦନ ଆମ୍ଭର ଆଶିଷ ବଚନ ପ୍ରଜା ପାଳନେ ଏ ନିୟତ ଯେହ୍ନେ ଇଚ୍ଛାକୁ ମନୁସୂତ ବ୍ରାହ୍ମଣ ଜନ ହିତ କର ସତ୍ୟ ପ୍ରତିଜ୍ଞ ଗୁଣଧର ଏହାର ଯଶ ସର୍ବଦେଶେ ଯେହ୍ନେ ଶ୍ରୀରାମ ରଘୁବଂଶେ ଶିବିଜେ ସନେ ଦାତାବର ଦୟାଳୁ ମଧ୍ୟେ ଏକୁମର ଭରତ ପ୍ରାୟେ ଯଜ୍ଞକାରୀ ଅର୍ଜୁନ ସମ ଧନୁର୍ଧାରୀ ହୁତାଶ ପ୍ରାୟ ତେଜୋମୟ ଦୁସ୍ତର ସମୁଦ୍ରର ପ୍ରାୟ ବିକ୍ରମେ ଯେ ସନେ କେଶରୀ ଆଶ୍ରୟେ ଯେହ୍ନେ ହିମଗିରି ପୃଥିବୀ ସମଧୀର ଚେତା ସହିଷ୍ଣୁ ଯେହ୍ନେ ପିତା ମାତା ସମପାଳନେ କି ବିଧାତା ଈଶ୍ୱର ପ୍ରାୟ ବରଦାତା ଆଶ୍ରୟ ସର୍ବ ପ୍ରାଣୀଙ୍କର ଯେହ୍ନେ ସଂସାରେ ରମାବର ସର୍ବଲକ୍ଷଣେ କୃଷ୍ଣ ସମ ସୁଦୃଢ଼ ବ୍ରତ ସତ୍ୟ ଧାମ ଉଦାରପଣେ ରନ୍ତି ଦେବ ଯଜାତି ପ୍ରାୟେ ଧୀର ଭାବ ବଳିର ପ୍ରାୟ ଧୀର ପଦ ବୈଷ୍ଣବ ଯେହ୍ନେ ପ୍ରହଲ୍ଲାଦ ସଂସାର ମନ୍ତ୍ର ହବିର୍ଭାଗେ ଦେବଙ୍କୁ ଅଶ୍ୱମେଧ ଯଜ୍ଞେ ପୂଜାରେ କରାଇ ସନ୍ତୋଷ ବୃଦ୍ଧ ସେବାରେ ସେ ବିଶ୍ୱାସ ରାଜଋଷିଙ୍କ ଜାତକାରୀ ଦୁଷ୍ଟ ଜନଙ୍କ ଦର୍ପହାରୀ ଅବନି ଧର୍ମ ରକ୍ଷା ଅର୍ଥେ କଳିକି ବାନ୍ଧିବି ଆୟତ୍ତେ ବ୍ରାହ୍ମଣ ସାପ ମହାରୋଷେ ଲଭିବ ଅଳପ ବୟସେ ବ୍ରହ୍ମ ବଚନ ତୀକ୍ଷ୍ଣ ବାଣ ତକ୍ଷକ ହସ୍ତେ ଦେବ ପ୍ରାଣ ବ୍ରାହ୍ମଣ ସାପେ ଭୟ ପାଇ ତକ୍ଷଣେ ସାଧୁ ସଙ୍ଗୀ ହୋଇ ଜାହ୍ନବୀ କୂଳେ ଅନ୍ତର୍ଜଳେ ହରି ଭକତି ସନ୍ଥ ମେଳେ କୃଷ୍ଣ ମହିମା ସୁକ ମୁଖେ ଶୁଣି ଛାଡ଼ିବ ପ୍ରାଣ ସୁଖେ ଗୋବିନ୍ଦ ଅଭୟ ଚରଣ ନିଶ୍ଚିନ୍ତେ ପଶିବ ଶରଣ ସୁତ ଉବାଚ ଏମନ୍ତେ ଜାତ କର୍ମ କଲେ ବନ୍ଧୁ ବାନ୍ଧବ ବିପ୍ର ମେଳେ ରାଜାଙ୍କୁ ମାଗି ଅନୁଜାନ ବିପ୍ରେ ଚଳିଲେ ନିଜ ସ୍ଥାନ ଗର୍ଭେ ଦେଖିଲା ଚକ୍ରପାଣି ସଂସାରେ ଦେଖେ ଯେତେ ପ୍ରାଣୀ ଏ ଅବା ସେହି ଅବା ନହି ଏମନ୍ତ ପରୀକ୍ଷା କରଇ ଏ ଘେନି ନାମ ପରୀକ୍ଷିତ ଲୋକରେ ହୋଇଲା ବିଖ୍ୟାତ ଦିନକୁ ଦିନ ତେଜ ରାଶି ସୁକଳ ପକ୍ଷେ ଯେହ୍ନେ ଶଶୀ ଦିନକୁ ଦିନ ପିତୃଗଣେ ସ୍ନେହେ ପାଳନ୍ତି ଅନୁକ୍ଷଣେ
ବାଳକ ଦେହେ ପରୀକ୍ଷିତ ସ୍ୱଭାବେ କୃଷ୍ଣ ଭକତ ସକଳ ଲୋକେ ପ୍ରୀତି ଦାତା ସାଧୁ ସୁନ୍ଦର ଶୁଦ୍ଧ ଚେତା ଏବେ ହୋ ଶୁଣ ବିପ୍ରଜନେ ଧର୍ମ ନନ୍ଦନ ଚିନ୍ତେ ମନେ ଜ୍ଞାତି ମାରଣ ଦ୍ରୋହ ଚିତ୍ତେ ସର୍ବ କଳୁଷ ନାଶ ଅର୍ଥେ ପ୍ରଜାଙ୍କ ତହୁଁ ନିଜ ଧନ ନ କରି ଦଣ୍ଡ କରସଣ କୃଷ୍ଣ ଆଜ୍ଞାରେ ଭ୍ରାତୃଗଣେ ଗଲେ ଯେ ରାଜାଙ୍କ ଚରଣେ ରାଜାଙ୍କ ତହୁଁ କେତେ ଆଣି ସଙ୍ଗତେ ଘେନି ଚକ୍ର ପାଣି ପଞ୍ଚ ଭ୍ରାତାଏ ତୁସେ ମିଳି ବିପ୍ରଙ୍କୁ ଘେନି ବନମାଳି ଆଗମ ନିଗମ ଯେ ବିଧି କରାଇ ତିନି ଅଶ୍ୱମେଧି କେତେ ହେ ଦିନ କୃଷ୍ଣ ରହି ଜ୍ଞାତି ସୁହୃଦ ଭାବ ବହି ଦ୍ରୌପଦୀ କୁନ୍ତି ଅନୁମତେ ବିଚାର କରି ପଞ୍ଚଭ୍ରାତେ ରଥେ ଅର୍ଜୁନ ସଙ୍ଗେ କରି ନିଜ ଭୁବନେ ଗଲେ ହରି ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे नैमिषीयोपाख्याने परीक्षितजन्मादि उत्कर्षो नाम द्वादशोऽध्याय